ବନ୍ଧୁଗଣ କମ୍ପୋଜିଟ୍ ନ୍ୟୁମେରିକାଲ ଇଣ୍ଟିଗ୍ରେସନ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ। ଏହି ଟ୍ୟୁଟୋରିଆଲର ଶେଷରେ ଆପଣ ସମର୍ଥ ହେବେ ବିଭିନ୍ନ ଯୌଗିକ ନ୍ୟୁମେରିକାଲ ଇଣ୍ଟିଗ୍ରେସନ ଆଲଗୋରିଦମ୍ ପାଇଁ ସାଇଲାବ୍ କୋଡ୍ ବିକଶିତ କରିବା ପାଇଁ ଇଣ୍ଟିଗ୍ରାଲକୁ ସମାନ ଇଣ୍ଟରଭାଲରେ ବିଭକ୍ତ କରିବା ପାଇଁ ପ୍ରତ୍ୟେକ ଇଣ୍ଟରଭାଲରେ ଆଲଗୋରିଦମକୁ ପ୍ରୟୋଗ କରିବା ପାଇଁ ଇଣ୍ଟିଗ୍ରାଲର ଯୌଗିକ ଭାଲ୍ୟୁକୁ ଗଣନା କରିବା ପାଇଁ। ଏହି ଟ୍ୟୁଟୋରିଆଲ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 1204 ଓଏସ୍ ସାଇଲାବ୍ ଭର୍ସନ୍ 533। ଏହି ଟ୍ୟୁଟୋରିଆଲ ଅଭ୍ୟାସ କରିବା ପୂର୍ବରୁ ଶିକ୍ଷାର୍ଥୀଙ୍କର ସାଇଲାବ୍ ଓ ଇଣ୍ଟିଗ୍ରେସନ ୟୁଜିଂ ନ୍ୟୁମେରିକାଲ ମେଥଡ୍ସ ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ। ସାଇଲାବ୍ ପାଇଁ ଦୟାକରି ସ୍ପୋକେନ୍ ଟ୍ୟୁଟୋରିଆଲ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସର ସାହାଯ୍ୟ ନିଅନ୍ତୁ। ନ୍ୟୁମେରିକାଲ ଇଣ୍ଟିଗ୍ରେସନ ହେଉଛି କିପରି ଗୋଟିଏ ଇଣ୍ଟିଗ୍ରାଲର ନ୍ୟୁମେରିକାଲ ଭାଲ୍ୟୁ ପ୍ରାପ୍ତ କରିହେବ ତାହା ଉପରେ ଅଧ୍ୟୟନ। ଯେତେବେଳେ ସଠିକ୍ ଗାଣିତିକ ଇଣ୍ଟିଗ୍ରେସନ ଉପଲବ୍ଧ ନଥାଏ ଏହା ବ୍ୟବହୃତ ହୁଏ। ଏହା ଇଣ୍ଟିଗ୍ରାଣ୍ଡ ଭାଲ୍ୟୁଗୁଡ଼ିକରୁ ଗୋଟିଏ ଆନୁମାନିକ ଡେଫିନାଇଟ୍ ଇଣ୍ଟିଗ୍ରାଲକୁ ନେଇଥାଏ। ଚାଲନ୍ତୁ କମ୍ପୋଜିଟ୍ ଟ୍ରାପେଜୋଇଡାଲ ରୁଲ୍ ଅଧ୍ୟୟନ କରିବା। ଏହା ଟ୍ରାପେଜୋଇଡାଲ ରୁଲ୍ ର ଏକ୍ସଟେନ୍ସନ୍ ଅଟେ। a, b ଇଣ୍ଟରଭାଲକୁ n ସମାନ ସଂଖ୍ୟକ ଇଣ୍ଟରଭାଲରେ ବିଭକ୍ତ କରନ୍ତୁ। ତେବେ h ଇକ୍ୱାଲ୍ସ ଟୁ b ବିଯୋଗ a ବିଭକ୍ତ n ଇଣ୍ଟରଭାଲର ସାଧାରଣ ଦୈର୍ଘ୍ୟ ହେବ। କମ୍ପୋଜିଟ୍ ଟ୍ରାପେଜୋଇଡାଲ ରୁଲ୍ ହେଉଛି a ଠାରୁ b ଇଣ୍ଟରଭାଲରେ f ଅଫ୍ x ଫଙ୍କସନ୍ ର ଇଣ୍ଟିଗ୍ରାଲ ଯାହା h ଗୁଣନ x0 ଠାରୁ xn ମଧ୍ୟରେ ଥିବା ଫଙ୍କସନ୍ ର ଭାଲ୍ୟୁଗୁଡ଼ିକର ସମଷ୍ଟି ସହ ଆନୁମାନିକ ସମାନ ହେବ। ଚାଲନ୍ତୁ କମ୍ପୋଜିଟ୍ ଟ୍ରାପେଜୋଇଡାଲ ରୁଲ୍ ବ୍ୟବହାର କରି ଏକ ଉଦାହରଣ ସମାଧାନ କରିବା। ଇଣ୍ଟରଭାଲର ସଂଖ୍ୟା ଆନୁମାନିକ n ଯାହା 10 ସହ ସମାନ। n = 10। ଚାଲନ୍ତୁ ସାଇଲାବ୍ ଏଡିଟରରେ କମ୍ପୋଜିଟ୍ ଟ୍ରାପେଜୋଇଡାଲ ରୁଲ୍ ପାଇଁ ଥିବା କୋଡ୍ ଦେଖିବା। ପ୍ରଥମେ f a b n ପାରାମିଟର ଥିବା ଫଙ୍କସନ୍ କୁ ପରିଭାଷିତ କରନ୍ତୁ। f ସମାଧାନ ହେବାକୁ ଥିବା ଫଙ୍କସନ୍ ସୂଚିତ କରେ। a ହେଉଛି ଇଣ୍ଟିଗ୍ରାଲର ନ୍ୟୁନତମ ବିନ୍ଦୁ, b ହେଉଛି ଇଣ୍ଟିଗ୍ରାଲର ଊର୍ଧ୍ୱତମ ବିନ୍ଦୁ, n ହେଉଛି ଇଣ୍ଟରଭାଲ ଗୁଡ଼ିକର ସଂଖ୍ୟା। 0 ଓ 1 ମଧ୍ୟରେ 10ଟି ସମାନ ଇଣ୍ଟରଭାଲ ତିଆରି କରିବା ପାଇଁ ଲିନସ୍ପେସ୍ ଫଙ୍କସନ୍ ବ୍ୟବହୃତ ହୁଏ। ଇଣ୍ଟିଗ୍ରାଲର ଭାଲ୍ୟୁ ପ୍ରାପ୍ତ ହେଲା ଏବଂ ଏହାକୁ L1ରେ ଷ୍ଟୋର୍ କରନ୍ତୁ। ସାଇଲାବ୍ ଏଡିଟର ଉପରେ ଥିବା ଏକ୍ଜିକ୍ୟୁଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ କୋଡ୍ ପାଇଁ ସେଭ୍ ଆଣ୍ଡ୍ ଏକ୍ଜିକ୍ୟୁଟ୍ ଚୟନ କରନ୍ତୁ। ଉଦାହରଣ ଫଙ୍କସନ୍ କୁ ପରିଭାଷିତ କରିବା ପାଇଁ ଟାଇପ୍ କରନ୍ତୁ ଡିଇଏଫ୍ ଏଫ୍ ପାରାନ୍ଥେସିସ୍ ଆରମ୍ଭ ସିଙ୍ଗଲ୍ କୋଟ୍ ଆରମ୍ଭ ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ y ଇଜ୍ ଇକ୍ୱାଲ୍ ଟୁ f ଅଫ୍ x କୋଟ୍ ଶେଷ କମା କୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ 1 ବିଭକ୍ତ ପାରାନ୍ଥେସିସ୍ ଆରମ୍ଭ 2 ଆଷ୍ଟରିକ୍ସ x ପ୍ଲସ୍ 1 ପାରାନ୍ଥେସିସ୍ ଶେଷ କୋଟ୍ ଶେଷ ପାରାନ୍ଥେସିସ୍ ଶେଷ। ଏଣ୍ଟର୍ ଦାବନ୍ତୁ। ଟାଇପ୍ କରନ୍ତୁ ଟ୍ରାପ୍ ଅଣ୍ଡରସ୍କୋର୍ କମ୍ପୋଜିଟ୍ ପାରାନ୍ଥେସିସ୍ ଆରମ୍ଭ f, 0, 1, 10 ପାରାନ୍ଥେସିସ୍ ଶେଷ। ଏଣ୍ଟର୍ ଦାବନ୍ତୁ। ଉତ୍ତର କନସୋଲ୍ ଉପରେ ପ୍ରଦର୍ଶିତ ହେବ। ଏହାପରେ ଆମେ କମ୍ପୋଜିଟ୍ ସିମ୍ପସନ୍ସ ରୁଲ୍ ଅଧ୍ୟୟନ କରିବା। ଏହି ନିୟମାନୁସାରେ ଆମେ a, b ଗୁଣନ n ଇଜ୍ ଗ୍ରେଟର ଦେନ୍ 1 ଇଣ୍ଟରଭାଲକୁ ସମାନ ଦୈର୍ଘ୍ୟ ବିଶିଷ୍ଟ ସବ୍ ଇଣ୍ଟରଭାଲରେ ଭାଙ୍ଗି ପାରିବା। ପ୍ରତ୍ୟେକ ଇଣ୍ଟରଭାଲରେ ସିମ୍ପସନଙ୍କ ନିୟମ ପ୍ରୟୋଗ କରନ୍ତୁ। ଇଣ୍ଟିଗ୍ରାଲରୁ ମିଳିଥିବା ଭାଲ୍ୟୁ ହେଉଛି h ବିଭକ୍ତ 3 ଗୁଣନ f0ର ସମଷ୍ଟି 4 ଗୁଣନ f1 2 ଗୁଣନ f2 2 fn। କମ୍ପୋଜିଟ୍ ସିମ୍ପସନ୍ସ ରୁଲ୍ ବ୍ୟବହାର କରି ଏକ ଉଦାହରଣର ସମାଧାନ କରନ୍ତୁ। 1ରୁ 2 ଇଣ୍ଟରଭାଲରେ ଗୋଟିଏ ଫଙ୍କସନ୍ 1 ବିଭକ୍ତ 1 ପ୍ଲସ୍ x ର ଘନ dx ପ୍ରଦତ୍ତ ଅଛି। ଇଣ୍ଟରଭାଲର ସଂଖ୍ୟା 20 ହେଉ। ଚାଲନ୍ତୁ କମ୍ପୋଜିଟ୍ ସିମ୍ପସନ୍ସ ରୁଲ୍ ପାଇଁ କୋଡ୍ ଦେଖିବା। ପ୍ରଥମେ f a b n ପାରାମିଟର ଥିବା ଫଙ୍କସନ୍ କୁ ପରିଭାଷିତ କରନ୍ତୁ। f ହେଉଛି ଫଙ୍କସନ୍ ଯାହାର ସମାଧାନ ହେବ। a ହେଉଛି ଇଣ୍ଟିଗ୍ରାଲର ନ୍ୟୁନତମ ବିନ୍ଦୁ।
b ହେଉଛି ଇଣ୍ଟିଗ୍ରାଲ୍ ର ଊର୍ଧ୍ୱତମ ବିନ୍ଦୁ। n ହେଉଛି ଇଣ୍ଟରଭାଲ୍ ଗୁଡ଼ିକର ସଂଖ୍ୟା। ଆମେ ପଏଣ୍ଟ ଗୁଡ଼ିକର ଦୁଇଟି ସେଟ୍ ପାଇବା। ଆମେ ଗୋଟିଏ ସେଟ୍ ସହିତ ଫଙ୍କସନ୍ ର ଭାଲ୍ୟୁ ପାଇଲେ ଏବଂ ଏହାକୁ 2ରେ ଗୁଣନ କରନ୍ତୁ। ଅନ୍ୟ ସେଟ୍ ସହିତ ଆମେ ଭାଲ୍ୟୁ ପାଇଲେ ଏବଂ ଏହାକୁ 4 ସହିତ ଗୁଣନ କରନ୍ତୁ। ଏହି ସମସ୍ତ ଭାଲ୍ୟୁ ଗୁଡ଼ିକୁ ଯୋଗ କରନ୍ତୁ ଏବଂ h/3 ସହିତ ଗୁଣନ କରନ୍ତୁ ଏବଂ L ରେ ଫାଇନାଲ୍ ଭାଲ୍ୟୁକୁ ଷ୍ଟୋର୍ କରନ୍ତୁ। କୋଡ୍ କୁ ନିଷ୍ପାଦନ କରନ୍ତୁ। simp_composite.sci ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ। ସର୍ବପ୍ରଥମେ ସ୍କ୍ରିନ୍ କୁ କ୍ଲିୟର୍ କରନ୍ତୁ। ଉଦାହରଣରେ ଥିବା ଫଙ୍କସନ୍ କୁ ପରିଭାଷିତ କରିବା ପାଇଁ ଟାଇପ୍ କରନ୍ତୁ ଡିଇଏଫ୍ ପାରାନ୍ଥେସିସ୍ ଆରମ୍ଭ କ୍ୱୋଟ୍ ଆରମ୍ଭ ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ y ଇଜ୍ ଇକ୍ୱାଲ୍ ଟୁ f ଅଫ୍ x କ୍ୱୋଟ୍ ଶେଷ କମା କ୍ୱୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ 1 ବିଭକ୍ତ ପାରାନ୍ଥେସିସ୍ ଆରମ୍ଭ 1 ପ୍ଲସ୍ x ର ଘନ ପାରାନ୍ଥେସିସ୍ ଶେଷ କ୍ୱୋଟ୍ ଶେଷ ପାରାନ୍ଥେସିସ୍ ଶେଷ। ଏଣ୍ଟର୍ ଦାବନ୍ତୁ। ଟାଇପ୍ କରନ୍ତୁ simp_composite ପାରାନ୍ଥେସିସ୍ ଆରମ୍ଭ f1 2 20 ପାରାନ୍ଥେସିସ୍ ଶେଷ। ଏଣ୍ଟର୍ ଦାବନ୍ତୁ। କନସୋଲ୍ ରେ ଉତ୍ତର ପ୍ରଦର୍ଶିତ ହେଲା। ଚାଲନ୍ତୁ ଏବେ କମ୍ପୋଜିଟ୍ ମିଡ୍ ପଏଣ୍ଟ ରୁଲ୍ କୁ ଦେଖିବା। ଏହା 1 କିମ୍ବା କମ୍ ଡିଗ୍ରୀ ଥିବା ପୋଲିନୋମିଆଲ୍ କୁ ମିଶାଇଥାଏ। a b ଇଣ୍ଟରଭାଲ୍ କୁ ସମାନ ଦୈର୍ଘ୍ୟ ବିଶିଷ୍ଟ ସବ୍ ଇଣ୍ଟରଭାଲ୍ ରେ ବିଭକ୍ତ କରେ। ପ୍ରତ୍ୟେକ ଇଣ୍ଟରଭାଲ୍ ର ମଧ୍ୟବିନ୍ଦୁକୁ xi ନାମ ପ୍ରାପ୍ତ ହେବ। ପ୍ରତ୍ୟେକ ମଧ୍ୟବିନ୍ଦୁରେ ଇଣ୍ଟିଗ୍ରାଲ୍ ରେ ଥିବା ଭାଲ୍ୟୁ ଗୁଡ଼ିକର ସମଷ୍ଟି ପ୍ରାପ୍ତ ହେବ। ଚାଲନ୍ତୁ ଏହି ସମସ୍ୟାକୁ କମ୍ପୋଜିଟ୍ ମିଡ୍ ପଏଣ୍ଟ ରୁଲ୍ ଦ୍ୱାରା ସମାଧାନ କରିବା। 0 ଠାରୁ 1.5 ଇଣ୍ଟରଭାଲ୍ ମଧ୍ୟରେ ଗୋଟିଏ ଫଙ୍କସନ୍ 1 ବିୟୋଗ x ର ବର୍ଗ dx ପ୍ରଦତ୍ତ ଅଛି। n 20 ସହିତ ସମାନ ବୋଲି ଅନୁମାନ କରନ୍ତୁ। ଚାଲନ୍ତୁ କମ୍ପୋଜିଟ୍ ମିଡ୍ ପଏଣ୍ଟ ରୁଲ୍ ପାଇଁ କୋଡ୍ ଦେଖିବା। ପ୍ରଥମେ f a b n ପାରାମିଟର୍ ଥିବା ଫଙ୍କସନ୍ କୁ ପରିଭାଷିତ କରନ୍ତୁ। f ହେଉଛି ଫଙ୍କସନ୍ ଯାହାର ସମାଧାନ ହେବ। a ହେଉଛି ଇଣ୍ଟିଗ୍ରାଲ୍ ର ନ୍ୟୁନତମ ବିନ୍ଦୁ। b ହେଉଛି ଇଣ୍ଟିଗ୍ରାଲ୍ ର ଊର୍ଧ୍ୱତମ ବିନ୍ଦୁ ଏବଂ n ହେଉଛି ଇଣ୍ଟରଭାଲ୍ ଗୁଡ଼ିକର ସଂଖ୍ୟା। ଆମେ ପ୍ରତ୍ୟେକ ଇଣ୍ଟରଭାଲ୍ ର ମିଡ୍ ପଏଣ୍ଟ ପାଇଲେ। ପ୍ରତ୍ୟେକ ମଧ୍ୟବିନ୍ଦୁରେ ଇଣ୍ଟିଗ୍ରାଲ୍ ର ଭାଲ୍ୟୁ ପ୍ରାପ୍ତ କରନ୍ତୁ ଏବଂ ସମଷ୍ଟି ନିର୍ଣ୍ଣୟ କରିବା ସହ L ରେ ଷ୍ଟୋର୍ କରନ୍ତୁ। ବର୍ତ୍ତମାନ ଉଦାହରଣର ସମାଧାନ କରନ୍ତୁ। mid_composite.sci ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ। ସ୍କ୍ରିନ୍ କୁ କ୍ଲିୟର୍ କରନ୍ତୁ। ଉଦାହରଣରେ ଥିବା ଫଙ୍କସନ୍ କୁ ପରିଭାଷିତ କରିବା ପାଇଁ ଟାଇପ୍ କରନ୍ତୁ ଡିଇଏଫ୍ ପାରାନ୍ଥେସିସ୍ ଆରମ୍ଭ ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ y ଇଜ୍ ଇକ୍ୱାଲ୍ ଟୁ f ଅଫ୍ x କ୍ୱୋଟ୍ ଶେଷ କମା କ୍ୱୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ 1 ବିୟୋଗ x ର ବର୍ଗ କ୍ୱୋଟ୍ ଶେଷ ପାରାନ୍ଥେସିସ୍ ଶେଷ। ଏଣ୍ଟର୍ ଦାବନ୍ତୁ। ତାପରେ ଟାଇପ୍ କରନ୍ତୁ mid_composite ପାରାନ୍ଥେସିସ୍ ଆରମ୍ଭ f0 1.5 20 ପାରାନ୍ଥେସିସ୍ ଶେଷ। ଏଣ୍ଟର୍ ଦାବନ୍ତୁ। ଉତ୍ତର କନସୋଲ୍ ରେ ପ୍ରଦର୍ଶିତ ହେବ। ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ ନ୍ୟୁମେରିକାଲ୍ ଇଣ୍ଟିଗ୍ରେସନ୍ ପାଇଁ ସାଇଲାବ୍ କୋଡ୍ ବିକଶିତ କରିବା, ଇଣ୍ଟିଗ୍ରାଲ୍ ର ଭାଲ୍ୟୁ ପ୍ରାପ୍ତ କରିବା ବିଷୟରେ। ନିମ୍ନ ଲିଙ୍କ୍ ରେ ଥିବା ଭିଡିଓକୁ ଦେଖନ୍ତୁ। ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ। ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ। ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି। ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି। ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ। ଏହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ। ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ।
ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି। ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ।